ଆମେରିକା ଆଉ ଇରାନ ଏ ଦୁଇ ଦେଶ ଭିତରେ ସଂଘର୍ଷ ଏବେ ଏକଦମ ନୂଆ ମୋଡ଼ ନେଇଛି। ଆଉ ଏହାର ଆରମ୍ଭ କେମିତି ହେଲା ଜାଣନ୍ତି? ଜଣେ ବଡ଼ ଆମେରିକୀୟ ଅଧିକାରୀଙ୍କର ଗୋଟେ ସିଧାସଳଖ ଚେତାବନୀରୁ। ଏ ଘୋଷଣା ଏହା କେବଳ ଗୋଟେ ସାମରିକ ଅଭିଯାନର ଆରମ୍ଭ ନଥିଲା, ଏହା ପୂରା ଅଞ୍ଚଳରେ ଗୋଟେ ନୂଆ ଆତଙ୍କ ଖେଳାଇଦେଲା ଆଉ ସଂଘର୍ଷକୁ ଏକଦମ ଆକ୍ରମଣାତ୍ମକ ସ୍ଥିତିକୁ ନେଇଗଲା। ଆଉ ଆମେରିକୀୟ ସେନା ଏ ଅଭିଯାନକୁ ଗୋଟେ ନାଁ ବି ଦେଇଛି, ଏପିକ୍ ଫ୍ୟୁରି। ନାଁଟା ଯେମିତି କାମ ବି ସେମିତି। ଏହାର ଆରମ୍ଭ ତ କଳ୍ପନା ବାହାରେ ଥିଲା। 3000 ମାତ୍ର 7 ଦିନ ଭିତରେ 3000 ଟାର୍ଗେଟ। ଖାଲି ଏହି ଗୋଟିଏ ସଂଖ୍ୟା ହିଁ କହିଦେଉଛି ଆମେରିକାର ଆକ୍ରମଣ କେତେ ଭୟଙ୍କର ଥିଲା। ହେଲେ ଏ ଆକ୍ରମଣର ପ୍ରକୃତ ମୂଲ୍ୟ କ'ଣ? ଏହାର ପ୍ରଭାବ କ'ଣ ଖାଲି ସଂଖ୍ୟାରେ ସୀମିତ? ନା, ଏହା ମଣିଷ ଆଉ ଗୋଟେ ଦେଶର ସଂସ୍କୃତି ଉପରେ ଏମିତି ଆଘାତ ଦେଇଛି ଯାହା ସହଜରେ ଭରିବନି। ଆଉ ସବୁଠୁ ବଡ଼ କଥା ହେଲା, ଏ ଯେଉଁ ମୃତ୍ୟୁ ସଂଖ୍ୟା ଦେଖୁଛନ୍ତି ଏଟା ଇରାନ ଦେଇନି, ଏଇଟା ଆସିଛି ଗୋଟେ ଆମେରିକାନ ମାନବୀୟ ଅଧିକାର ସଂସ୍ଥା ପାଖରୁ। ତେଣୁ ଏହା କେବଳ ଏକ ତଥ୍ୟ ନୁହେଁ, ବରଂ ନିଜ ଲୋକଙ୍କ ଦ୍ୱାରା ମାନବୀୟ କ୍ଷତିରୁ ଏକ ପ୍ରକାର ସ୍ୱୀକାରୋକ୍ତି। ଏ ଆକ୍ରମଣ କ'ଣ ଖାଲି ସେନା ଛାଉଣି ଖୋଜୁଥିଲା? ବିଲକୁଲ ନୁହେଁ। ଏହା ସିଧା ଇରାନର ଇତିହାସ, ତାର ପରିଚୟକୁ ଟାର୍ଗେଟ କରିଛି। ଐତିହାସିକ ରାଜପ୍ରାସାଦଠୁ ଆରମ୍ଭ କରି ସାଧାରଣ ଲୋକ ଯାଉଥିବା ହସ୍ପିଟାଲ ପର୍ଯ୍ୟନ୍ତ କିଛି ବି ବାଦ ପାଡ଼ିନି। ଏସବୁ ଦେଖିଲା ପରେ ମନରେ ପ୍ରଶ୍ନ ଆସେ, କ'ଣ ସତରେ ଏମିତି ହେଉଛି? ଏହାର ପ୍ରକୃତ ଉଦ୍ଦେଶ୍ୟ କ'ଣ? ଖାଲି ଶାସନ ବଦଳେଇବା, ନା ପରଦା ପଛରେ ଆହୁରି କିଛି ବଡ଼ ଖେଳ ଚାଲିଛି? ବାହାରକୁ ତ କୁହାଯାଉଛି ଯେ ଲକ୍ଷ୍ୟ ହେଉଛି ଇରାନର ସରକାର ବଦଳେଇବା, କିନ୍ତୁ କିଛି ଏକ୍ସପର୍ଟସ୍, ଏପରିକି ହ୍ୱାଇଟ୍ ହାଉସ୍ ଭିତରୁ ବି ଖବର ଆସୁଛି ଯେ ଅସଲ ଲକ୍ଷ୍ୟ ଆଉ କିଛି, ବୋଧହୁଏ ଅଧିକ ଲାଭଦାୟକ କିଛି। ତେବେ ଏଠାରେ ଦେଖନ୍ତୁ, ଘୋଷଣା କରାଯାଇଥିବା କାରଣ ଆଉ ଅସଲ ଅର୍ଥନୈତିକ ଉଦ୍ଦେଶ୍ୟ ଭିତରେ କେତେ ଫରକ। ଏ କଥାଟା କେଉଁଠି ନା କେଉଁଠି ଇରାକ ଯୁଦ୍ଧ ସମୟର କଥା ମନେ ପକାଇ ଦେଉଛି, ନୁହେଁ କି? ଆଉ ଏ ପୂରା ଖେଳରେ କେନ୍ଦ୍ରରେ ରହିଛି ଇରାନର ତେଲ। ଦେଖନ୍ତୁ, ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଭଣ୍ଡାର ତା ପାଖରେ ଅଛି। ତେଣୁ ଏହା ଖାଲି ଗୋଟେ ସମ୍ବଳ ନୁହେଁ, ଏହା ହେଉଛି ଏକ ବହୁତ ବଡ଼ ଭୂ-ରାଜନୈତିକ ଅସ୍ତ୍ର। ହଁ, ଆଉ ଗୋଟେ କଥା, ଇରାନର ତେଲ କିଛି ସାଧାରଣ ତେଲ ନୁହେଁ। ଭେନେଜୁଏଲାରେ ଯେମିତି ଭାରୀ ଆଉ ଅଶୁଦ୍ଧ ତେଲ ମିଳେ, ଯାହାକୁ ରିଫାଇନ୍ କରିବା ବହୁତ କଷ୍ଟ, ଇରାନର ତେଲ ସେମିତି ନୁହେଁ। ଏହା ହାଲୁକା, ଶୁଦ୍ଧ ଆଉ ଏହାକୁ ସହଜରେ ଇନ୍ଧନରେ ବଦଳେଇ ହେବ। ଆଉ ଏଇଥିପାଇଁ ତ ଏହାର ଚାହିଦା ଏତେ ବେଶୀ। ଏଥର ଶୁଣନ୍ତୁ ହ୍ୱାଇଟ୍ ହାଉସ୍ର ଜଣେ ଅଧିକାରୀଙ୍କ କଥା। ସେ ସିଧା କହୁଛନ୍ତି, ଏଥିରେ କୌଣସି ଲୁଚାଛପା ନାହିଁ। ସେମାନେ ସ୍ପଷ୍ଟ କହିସାରିଲେଣି ଯେ ସେମାନଙ୍କର ଅସଲ ଲକ୍ଷ୍ୟ ହେଉଛି ଇରାନର ସବୁଠୁ ମୂଲ୍ୟବାନ ଅର୍ଥନୈତିକ ସମ୍ପଦକୁ ନିଜ କବ୍ଜାକୁ ଆଣିବା। କିନ୍ତୁ ଏ ଯୁଦ୍ଧ କ'ଣ ଖାଲି ବୋମାମାରରେ ସୀମିତ? ନା, ପର୍ଦ୍ଦା ପଛରେ ଆଉ ଗୋଟେ ଯୁଦ୍ଧ ଚାଲିଛି, ଗୋଟେ ଡିଜିଟାଲ ଯୁଦ୍ଧ। CIA ସେମାନେ ଇରାନର ଭାଷା ପାର୍ସିରେ ପୂରା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି, କେମିତି ଇରାନ ଭିତରର ଲୋକ ସୁରକ୍ଷିତ ଭାବେ ତାଙ୍କୁ ଗୁପ୍ତ ଖବର ଦେଇପାରିବେ। ଏଟା ହେଉଛି ଗୁପ୍ତଚର ବ୍ୟବସ୍ଥାର ଏକଦମ ଆଧୁନିକ ରୂପ। ଏତେ ସବୁ ଚାପ ପରେ ବି ଇରାନ କିନ୍ତୁ ହାର ମାନିନି। ବରଂ ତାର ଜବାବ ଏମିତି ଆସୁଛି ଯାହା କେହି କେବେ ଭାବିନଥିବେ, ଏକଦମ ଅପ୍ରତ୍ୟାଶିତ ଆଉ ବିଶୃଙ୍ଖଳିତ। ଭାରତରେ ଥିବା ଜଣେ ଇରାନୀ ରାଷ୍ଟ୍ରଦୂତଙ୍କର ଏହି କଥା ହିଁ ସେମାନଙ୍କର ମନୋଭାବକୁ ପୂରାପୂରି ସ୍ପଷ୍ଟ କରିଦେଉଛି। ଆତ୍ମସମର୍ପଣର ପ୍ରଶ୍ନ ହିଁ ଉଠୁନି, ଲଢ଼ାଇ ହେବ ଶେଷ ପର୍ଯ୍ୟନ୍ତ। ଆଉ ଇରାନର ପ୍ରତି ଆକ୍ରମଣ ଦେଖନ୍ତୁ, ଏଥିରେ କୌଣସି ତାଳମେଳ ନାହିଁ। ଗୋଟେ ପଟେ ପଡ଼ୋଶୀ ଦେଶକୁ କ୍ଷମା ମାଗୁଛନ୍ତି, ଆଉ ଠିକ୍ ତା ପରେ ପରେ ଗୋଟେ ବଡ଼ ବିମାନ ବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କରୁଛନ୍ତି। ଏହା ପୂରା ମିଡିଲ୍ ଇଷ୍ଟରେ ଅସ୍ଥିରତାକୁ ଆହୁରି ବଢ଼ାଇ ଦେଉଛି। ତେବେ ସଂଘର୍ଷର ଭବିଷ୍ୟତ କ'ଣ? ଏଇ ଯୁଦ୍ଧ କେଉଁଠି ଯାଇ ଶେଷ ହେବ? ସତ କହିବାକୁ ଗଲେ ବର୍ତ୍ତମାନ ପାଇଁ ଏହାର କୌଣସି ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ। ହ୍ୱାଇଟ୍ ହାଉସ୍ର ଆକଳନ ଅନୁସାରେ ଏଇ ଯେଉଁ ଭୀଷଣ ବୋମାମାଡ଼ ଚାଲିଛି, ଏଇଟା ଆହୁରି 4ରୁ 6 ସପ୍ତାହ ଯାଏଁ ଚାଲିପାରେ। ଭାବନ୍ତୁ ତ, ଆଗକୁ ଆହୁରି କେତେ ଧ୍ୱଂସ ଆଉ ବିନାଶ ବାକି ଅଛି। ଆଉ ଆମେରିକା ତାର ଉଦ୍ଦେଶ୍ୟ ପୂରା ସ୍ପଷ୍ଟ କରିଦେଇଛି। ଏହି ଅଞ୍ଚଳରେ 3ଟା ବିମାନବାହୀ ଯୁଦ୍ଧପୋତ ମୁତୟନ କରିବା କୌଣସି ଛୋଟ କଥା ନୁହେଁ। ଏହା କେବଳ ଏକ ଧମକ ନୁହେଁ, ଏହା ଦର୍ଶାଉଛି ଯେ ସେମାନେ ଏଠାରେ ବହୁତ ଦିନ ରହିବାକୁ ପ୍ରସ୍ତୁତ। ଏସବୁ ପରେ ଶେଷରେ ଗୋଟିଏ ହିଁ ପ୍ରଶ୍ନ, ଯେତେବେଳେ ଗୋଟେ ପଟେ ଅଛି ଅସୀମ ସାମରିକ ଶକ୍ତି ଆଉ ଅନ୍ୟ ପଟେ ଅଛି ଭାଙ୍ଗିନା ପଡ଼ିବାର ଜିଦ୍, ସେତେବେଳେ ଯୁଦ୍ଧର ପରିଣାମ କ'ଣ ହୁଏ? ଏ ସଂଘର୍ଷର ଶେଷ ପ୍ରକୃତରେ କୋଉଠି?